ତମର ହାତ କେତୋଟି? ଦୁଇଟି। କାଇଁ କହିଲନି? ପାଞ୍ଚଟା କଣ? ଆଙ୍ଗୁଠି। ଗୋଟା ହାତର କେତୋଟି? ପାଞ୍ଚଟି। ଏପଟେ ହାତ ପାଞ୍ଚଟି। ଟୋଟାଲ ମିଶେଇ କେତେ? 10ଟି। 10ଟି ଆଙ୍ଗୁଠି। ଯିଏ ପଚାରିବ ତମ ହାତ ଗୋଟା ହାତ କେତୋଟି? ତମେ କହିବ 5। ଦି ହାତ ମିଶିକି କେତେ ଆଙ୍ଗୁଠି? କହିବ 10। এই ସବୁ ଦେଇଥିଲେ କହିଲି 1 2 3 4 5 ଦେଇଥିଲି 1 2 ଏମିତି ଗୋଳିକି ଦେଇଥିଲା ହେଲା ଏପଟେ ଦେଇଛି ଗୋଟେ ହାତର ଆଙ୍ଗୁଠି ଦେଇଛି ପାପୁଲି ଆଉ ଗୋଟେ ପାପୁଲି ଦେଇଛି ଟୋଟାଲ ମିଶି କେତେ ହେଲା 10 ଏଠି ଦେଖ କହିଛି ଆଙ୍ଗୁଠି ସହ ସଂଖ୍ୟା ମିଳାଅ ଆଉ ଏଠି ଦେଖ 1 ଅଛି ସେ 1 ର କୋଉଠି ଏଇଠି ଟାଣିବ 2 ର କୋଉଟାଣିବ ଏଇଟା ଟାଣିବ 3 ର ଏଇଟା ଟାଣିବ 4 ର 4 5 ର 5 ଏଗୁଡାକୁ ପେନ୍ସିଲ ଟାଣିବ ଏପଟେ ବି ସେମିତି ଦେଇଛି ଟାଣିବ ତାପରେ ଏଠି ଦେଖ ଏଟା କଣ ଦେଇଛି 1 ର ଗୋଟେ ଦେଇଛି 2 ର ଦୁଇଟା ଦେଇଛି 3 ର ତିନିଟା ଦେଇଛି ସବୁ କଲର ସବୁ ଦେଇଛି କଲର ଦେଇଛି ସେଇର ସବୁ ଦେଖିକି ତମମାନେ ଏମିତି କଲର କରିବ ହେଲା ଏଟା କେତେଟା ଆଙ୍ଗୁଳି ଅଛି ଏଟା 1 2 3 3 ଅଛି ଏଠି ଲେଖିବ 3 ଯେତେଟା ଆଙ୍ଗୁଳି ଦେଇଛି ସେତେଟା ଅନୁସାରେ ଗଣିକି ଲେଖିବ ହେଲା ତାପରେ ଆମେ ଦେଖ ବର୍ଗ କ୍ଷେତ୍ରରେ ଗଣନା 6 ରୁ 10 ପର୍ଯ୍ୟନ୍ତ ଅଛି ତାର ସବୁ କଲର ସବୁ ରଙ୍ଗ ଦେଇଛି ହେଲା ତାପରେ ସେଟା କଣ ବର୍ଗ କ୍ଷେତ୍ରରେ ଥିବା ପଶୁ ଗୁଡ଼ିକୁ ଗଣ ଓ ଲେଖ ଏକାଥରେ ଅଛି ପଶୁ ଚିତ୍ର ଅଛି ତାକୁ ଗଣିବ ସେଇ ଅନୁସାରେ ଏଠି ଲେଖିବ ଏଠି କଣ କରିଛି ସଂଖ୍ୟାକୁ ଦେଖି ବର୍ଗ କ୍ଷେତ୍ରରେ ବିନ୍ଦୁ ଅଙ୍କନ କର ଏତେ କଣ ଅଛି 8 ଅଛି ଆମେ ସେଇ ଅନୁସାରେ ବିନ୍ଦୁ କଣ ଗଣି ଗଣିକି ତିଆରି କରିବା ନହେଲେ ଏ କଲର ସବୁ ଦରକାର ବିନ୍ଦୁ କରିକି କଲର ବିନ୍ଦୁ କରିକି ଏଠି ସବୁ ରଙ୍ଗ ଦେବ ବିଭିନ୍ନ ପ୍ରକାର କଲର ରଙ୍ଗ ଦବ ଏଠି ତାରା ସହ ସଂଖ୍ୟା ମିଳାଅ ତାରା ସବୁ ଅଛି କେତେଟା ଦେଖି 5 ଅଛି ଏ 4ଟା ଦେଖି ଯାଉ ଗୋଟେ ଛାଡି ଦେଇଛି ତାକୁ ଆମେ କଣ କରିବା କମ୍ପ୍ଲିଟ କରିବା ମାନେ ଏଠି ସେଇଭଳିଆ ତାରା କରିବ କରିକି ରଙ୍ଗ ସବୁ ତାରା ଟଣା ଅଛି ସଂଖ୍ୟା ସବୁ ମିଳିବ सब संख्या गणिबा आउ लेखिबो एठी से गणिकी लेखिबो जोड़िबो बुझला ए सब तैयार